ପାଞ୍ଚ ବର୍ଷ ବିତିଗଲା ଗାଁକୁ ଆସିଲେ ନାହିଁ ବିଧାୟକ ନା ଲୋକଙ୍କ ସୁଖ ଦୁଃଖରେ ବି ଠିଆ ହେଲେ। ଲୋକଙ୍କ ସେବା କରିବାକୁ ମଇଦାନକୁ ଓହ୍ଲାଇଥିଲେ କିନ୍ତୁ ନିଜ ସ୍ୱାର୍ଥ ହାସଲ ପରେ ଜନତାଙ୍କୁ ଭୁଲିଗଲେ। ସେଥିପାଇଁ ଆମେ ଏଠାରୁ ନୂଆ ପ୍ରାର୍ଥୀ ସମର୍ଥନରେ ଆମେ ନିଜକୁ ପ୍ରସ୍ତୁତ କରିଛୁ। ଆମ ଆଶାୟୀଙ୍କ ଟିକେଟ ଦଳ ପକ୍ଷରୁ ମିଳୁ ଏହା ଆମର ଦାବି। ଆମେ ଆଉ ଥରେ ସେହି ବିଧାୟକଙ୍କୁ ସମର୍ଥନ କରିବୁ ନାହିଁ ଏଭଳି କିଛି ଅଭିଯୋଗ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଜଶୀପୁର ନିର୍ବାଚନ ମଣ୍ଡଳୀ କୁସୁମୀ ବ୍ଲକ ପାହାଡ଼ପୁର ଅଞ୍ଚଳର ଅଧିବାସୀ। ଯୁବ ନେତା ଜଗନ୍ନାଥ ମୁର୍ମୁଙ୍କୁ କରିଛନ୍ତି ପ୍ରାର୍ଥୀ ଆଉ ବିଜେପି ଦଳରୁ ଟିକେଟ ପାଇବାକୁ ଆଶା ବାନ୍ଧି ବସିଛନ୍ତି। 2024 ସାଧାରଣ ନିର୍ବାଚନରେ ଶାନ୍ତ ସରଳ ଭଦ୍ର ନମ୍ର ଏବଂ ଶିକ୍ଷିତ ଯୁବକ ଜଗନ୍ନାଥ ମୁର୍ମୁ ବିଜେପିରୁ ଟିକେଟ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ଆପଣମାନେ ଜାଣିଛନ୍ତି ଯେ ଏହି ଜଶୀପୁର ନିର୍ବାଚନ ମଣ୍ଡଳୀ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ଅନେକ ଅସୁବିଧା ମାନ ରହି ଆସିଛି। ସର୍ବପ୍ରଥମେ ମୁଁ ଜନସାଧାରଣ ମାନଙ୍କର ଯେଉଁ ଅନେକ ଅସୁବିଧା ରହିଛି ସେଥିପାଇଁ ତାଙ୍କର ଯେଉଁ ମୌଳିକ ସୁବିଧା ସୁଯୋଗ ସେମାନଙ୍କୁ ତାଙ୍କ ନିକଟରେ ପହଞ୍ଚାଇବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। 2024 ସାଧାରଣ ନିର୍ବାଚନ ପାଇଁ ବିଜେପି ଦଳ ତରଫରୁ ଆମ ଶ୍ରୀ ଜଗନ୍ନାଥ ମୁର୍ମୁ ଯିଏ ବହୁ ଆଶାୟୀ ଅଛନ୍ତି ଯେ ନିଶ୍ଚିତ ଭାବରେ ସେ ଏମଏଲଏ ଟିକେଟଟି ପାଇବେ ଏବଂ ନିର୍ବାଚନ ଲଢ଼ିବେ। ଲଢ଼ିବା ପରେ ସେ ନିଶ୍ଚୟ ଜୟଯୁକ୍ତ ହେବେ ଏବଂ ଯେଉଁ ଲୋକଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଯେତୋଟି ଗ୍ରାମ ପଞ୍ଚାୟତ ଅଛି, ଯେତେ ଜନସାଧାରଣ ଅଛନ୍ତି ଏବଂ ତାଙ୍କର ଯେଉଁ ମୌଳିକ ଆବଶ୍ୟକତା ମୌଳିକ ଯାହା ଗୁରୁତ୍ୱ ରହିଛି ତାକୁ ନିଶ୍ଚିତ ଭାବରେ ସେ ଦୁଃଖ ସୁଖ ସହିତ ଯୋଡ଼ି ହୋଇ ନିଶ୍ଚିତ ଭାବରେ ସେ ସାକାର କରିବେ। ସେ ନିଶ୍ଚିତ ଭାବରେ ଟିକେଟଟିଏ ପାଇବେ ଏବଂ ଏହା ମୁଁ ତାଙ୍କ ପାଖ ପଡ଼ୋଶୀ ଗ୍ରାମ ପଞ୍ଚାୟତରୁ ଆସିଅଛି ଏବଂ ମୋର ଆଶା ସେ ନିଶ୍ଚିତ ଭାବରେ ବହୁ ବିପୁଳ ମାତ୍ରାରେ ସମର୍ଥନ ପାଇବେ ଏବଂ ନିଶ୍ଚିତ ଭାବରେ ଜୟଯୁକ୍ତ ହେବେ ଏମଏଲଏ ରୂପରେ ବିଜେପି ପାର୍ଟି ତରଫରୁ। ଜଗନ୍ନାଥ ମୁର୍ମୁ ଜଣେ ଶିକ୍ଷିତ ଯୁବକ। ସେ ପୂର୍ବରୁ ପଞ୍ଚାୟତ ସମିତି ସଭ୍ୟ ମଧ୍ୟ ଥିଲେ। ସବୁଠୁ ବଡ଼ କଥା ହେଲା ମହାମହିମ ରାଷ୍ଟ୍ରପତିଙ୍କ ପୁତୁରା। 5 ବର୍ଷ ଭିତରେ ଜଶୀପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଲୋକଙ୍କ ସାଥିରେ ନାହାନ୍ତି ଏବଂ 5 ବର୍ଷ କାଳ କର୍ମୀଙ୍କୁ ଅଣଦେଖା ବି କରିଛନ୍ତି। ଏଣୁ ଆମେ ନୂଆ ମୁହଁ ଭାବରେ ଜଗନ୍ନାଥ ମୁର୍ମୁଙ୍କୁ ଚାହୁଁଛୁ ବୋଲି କହିଛନ୍ତି। ବ୍ୟୁରୋ ରିପୋର୍ଟ, ଜାଭା ନ୍ୟୁଜ୍।